ଆରେ ଜଗନ ତୁଇ କୋଉଠି ଆଡମିସନ ଗଲା? ହଁ ଭଲ ଭଲ। ହଁ ମୁଁ କରିବି ଆଉ। ହଉ ରଖ ଭାଇ ହେଲେ। ଏରେ ସେମାନେ ଦି ଜଣ ଫର୍ମ ପକେଇଲେଣି, ତୁ କୋଉ କଲେଜରେ ଫର୍ମ ପକେଇବୁ ବୋଲି ଭାବିଛୁ? ଭାଇ ମୁଁ ଭାବିଛି ନା ଆମର ଯୋଉ ସଙ୍ଗୀତ ମହାବିଦ୍ୟାଳୟ ଅଛି ସେଇଠି କରିବି। ସେଠି କଣ ଇଞ୍ଜିନିୟର ପାଠ ପଢା ହଉଛି? ନାଇଁ ଭାଇ ଆକ୍ଟିଂ ଶିଖା ହଉଛି। କଣ? ମୁଁ ଗାଁ ସାରା ସମସ୍ତଙ୍କୁ ବୁଲି ବୁଲି କହିଛି ମୋ ଭାଇ ବଡ ଇଞ୍ଜିନିୟର ହବ, ତୁ ଆକ୍ଟିଂ ଶିଖିବୁ? ଭାଇ ଗାଁ ଲୋକଙ୍କ କଥା ତତେ କଣ ମିଳିବ କହିଲୁ? ତୁ କଣ ଚାହୁଁଛୁ ସେଟା କହୁନୁ? ତୁ ଯଦି କହିବୁ ମୁଁ ଇଞ୍ଜିନିୟରିଂ କରିଦେବି, କିନ୍ତୁ ଭାଇ ଗୋଟେ କଥା କହୁଛି ମୋର ଇଞ୍ଜିନିୟରରେ ମନ ନାହିଁ, ଆକ୍ଟିଂରେ କିନ୍ତୁ ମନ ଅଛି। ପ୍ଲିଜ ଭାଇ ମାନିଯା ନା ଭାଇ, ମୁଁ ସତରେ କହୁଛି ଦେଖିବୁ ମୁଁ ନିଶ୍ଚୟ ସକ୍ସେସ ପାଇବି। ପ୍ଲିଜ ଭାଇ ପ୍ଲିଜ ମାନିଯା ନା ପ୍ଲିଜ। ହଉ ଶୁଣ, ମୁଁ ତ ଖୁସିରେ ରାଜି ଅଛି, ହେଲେ ଏ ସମୟ ଆଉ ବୟସ ଆଉ ଫେରିବନି ଜମା, ଏଇଟା ତୁ ମନେ ରଖି। ଆଜ୍ଞା ଭାଇ। ରାମ ଲକ୍ଷ୍ମଣ ଆଜି ଗୋଟେ ଜାଗାରେ, କଣ ଖବର, କଣ ଚାଲିଛି? ନାଇଁ ମୋ ଭାଇ, ଆମ ଶାନ୍ତୁଆ କହୁଥିଲା ସଙ୍ଗୀତ ମହାବିଦ୍ୟାଳୟ ତା ନାଁ ଲେଖେଇବ ବୋଲି। ସେ କଣ ଯୋଉ ସିନେମା ଫିନେମା ଲାଇନରେ ଯିବ ବୋଲି କହୁଥିଲା। ଆକ୍ଟିଂ କଳା ଅଛି ବୁଝିଲ, ସେଇ କଥାଟାକୁ ବୁଝଉଥିଲି ଆଉ। ସିନେମା ଏଇ ଯୋଉ ନାଟ ତାମସା, ଆରେ ଯୋଉ ଟିଭିରେ ଯୋଉ ପୁଅ ଝିଅ ସବୁ ଏ ଯୋଉ ଯାହା ସବୁ କରେ, ହେ ଭଗବାନ ରେ ଏଇ କଥା ମଣିଷ ଶୁଣିବାର ଥିଲା ଯେ ତମେ ଗୋଟେ ଏଡେ ବଡ ପରିବାରରୁ ଦି ଭାଇ ଆଇଛ, ତମେ ଏତେ କଷ୍ଟ କରି ବଡ ହେଇଛ, କଣ ଆକୁ ଇଞ୍ଜିନିୟର କରିବୁ ବୋଲି ଲାଗିଥିଲୁ, ଶେଷକୁ ଏଇ କଥା ମୁଁ ଶୁଣି ଭାଇ ମୁଁ କଣ କହିବି ତମକୁ। ସିଏ ସିନା ଛୁଆଟା, ତୁ ପରା ବଡ ପିଲାଟା ହେଲୁଣୁ, କେମିତି ତା କଥା ରାଜି ହଉଛୁ? ଛି ଛି ଛି, ପାଞ୍ଚ ଲୋକ କଣ କହିବେ? ରାସ୍ତାରେ ମୁହଁ ଦେଖେଇ ଚାଲିପାରିବୁ ତି? ଯାଇକି ଗାଣ୍ଡି ହଲେ ବସିଛି କ୍ୟାମେରା ଆଗରେ। ଛି, ମତେ ତ କାହିଁ ଠିକ ଲାଗୁନି, ତତେ କଣ ଠିକ ଲାଗୁଛି ଦେଖ। ଭାଇ ତମେ ବହୁତ କହିଲ ଆଉ ମୁଁ ବହୁତ ଶୁଣିଲି। କୋଉ 5 ଲୋକ କଥା କହୁଛ? ଯେତେବେଳେ ଆମେ ଦି ଭାଇ ଛୋଟ ଥିଲୁ ଖାଇବାକୁ ପାଉନଥିଲୁ, କୋଉ 5 ଲୋକ ଆଣି ଖାଇବାକୁ ଦଉଥିଲେ? ମୋ ଭାଇର ପାଠ ପଢାରେ ଯେତେ ସବୁ ଟଙ୍କା ଖର୍ଚ୍ଚ ହେଇଥିଲା ସବୁ କିଏ ଦେଇଥିଲା? ମୁଁ ଦେଇଥିଲି। ମୋ ଭାଇର ଯେତେବେଳେ ଦେହ ଖରାପ ଥିଲା ତାକୁ ମେଡିକାଲ କିଏ ନେଇଥିଲା? ମୁଁ ନେଇଥିଲି। କାହିଁ ସେତେବେଳେ ତ କୋଉ 5 ଲୋକ ଆସି ଠିଆ ହେଇନଥିଲେ? ଯାଅ ଯାଅ, ଆଇଲା କହିଲା ସଫେଇ ଦବାକୁ, 5 ଲୋକ କଣ କହିବେ? ଯାଅ ଏଠୁ। ବୁଝିଲୁ ଭାଇଆ, ତୋର ଯାହା ଇଚ୍ଛା ତୁ ସେଇଆ କର, ତୋ ବଡ ଭାଇ ତୋ ସାଥିରେ ଠିଆ ହେଇଛି, ବୁଝିଲୁ? ହଉ ଚାଲ। ସେ ମୋ ଭାଇ, ମୋ ପାଖରେ ଥିଲେ ମୋ ଭାଇ, 5 ଲୋକଙ୍କ କଥାକୁ ମୋର ଖାତିର ନାହିଁ। ଭାଇ